पवित्र श्री रामनवमी ଏହି ପବିତ୍ର ଦିନକୁ ମହାସମାରୋହରେ ପାଳନ କରାଯିବା ନିମନ୍ତେ ଶ୍ରୀକ୍ଷେତ୍ର ଶ୍ରୀ ରାମ ମହୋତ୍ସବ ସମିତି ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ଜିଲ୍ଲାର ସମସ୍ତ ପ୍ରଖଣ୍ଡ ବା ବ୍ଲକରେ ସେଦିନ ଶୋଭାଯାତ୍ରା ଓ ସଭା ଆଦିର ଆୟୋଜନ କରାଯାଉଥିବା ବେଳେ ପୁରୀ ସହରରେ ମଧ୍ୟ ସେଦିନ ଅପରାହ୍ନରେ ଅନନ୍ୟ 1000 ବ୍ୟକ୍ତିଙ୍କର ଧାର୍ମିକ ଶୋଭାଯାତ୍ରା ପୁରୀ ରେଳ ଷ୍ଟେସନ ନିକଟ ଶ୍ରୀ ରାମ ମନ୍ଦିର ସମ୍ମୁଖରୁ ବାହାରି ପୁରୀ ସହରର ଅଧିକାଂଶ ଅଞ୍ଚଳ ପରିକ୍ରମା କରିବ ବୋଲି ବୁଧବାର ସନ୍ଧ୍ୟାରେ ସ୍ଥାନୀୟ ନ୍ୟାୟ ପ୍ଲାଜାରେ ସମିତି ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରାଯାଇଛି। ସେହି ଶୋଭାଯାତ୍ରାରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ, ରାଷ୍ଟ୍ର ସେବିକା ସମିତି, ବିଶ୍ୱ ହିନ୍ଦୁ ପରିଷଦ, ବଜରଙ୍ଗ ଦଳ, ଦୁର୍ଗା ବାହିନୀ, ଗୋବର୍ଦ୍ଧନ ପୀଠର ଆଦିତ୍ୟ ବାହିନୀ, ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ, ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, ଭାରତ ରକ୍ଷା ମଞ୍ଚ, ବଟେଶ୍ୱରୀ ସତ୍ସଙ୍ଗ ସମିତି, ଭାରତୀୟ ଜନତା ପାର୍ଟି, ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ଭାରତୀୟ ମଜଦୁର ସଂଘ, ସ୍ୱଦେଶୀ ଜାଗରଣ ମଞ୍ଚ, ଶ୍ରୀ ଜଗନ୍ନାଥ ସଂସ୍କୃତି ପ୍ରଚାର ସମିତି ଏବଂ ମଠ ମନ୍ଦିର ସୁରକ୍ଷା ପରିଷଦ ସମେତ ବହୁ ରାଷ୍ଟ୍ରବାଦୀ ଓ ଧାର୍ମିକ ସଂଗଠନ ସହ ସଂପୃକ୍ତ ଜନସାଧାରଣ ଉପସ୍ଥିତ ରହିବେ। ପଥ ମଧ୍ୟରେ ଅନେକ ସ୍ଥାନରେ ଶୋଭାଯାତ୍ରା ଉପରକୁ ପୁଷ୍ପବୃଷ୍ଟି କରାଯିବା ସହ ପାଣି ଓ ପଣା ଆଦି ମାଧ୍ୟମରେ ସ୍ୱାଗତ କରାଯିବ ବୋଲି ସୂଚନା ଦିଆଯାଇଛି। ମହୋତ୍ସବ ସମିତିର ଅଧ୍ୟକ୍ଷ ଗିରୀଶ ଚନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିବା ସାମ୍ବାଦିକ ସମ୍ମିଳନୀର ପ୍ରାରମ୍ଭରେ ବିଶ୍ୱ ହିନ୍ଦୁ ପରିଷଦ ନଗର ସମ୍ପାଦକ ଶୁଭ୍ର ପ୍ରକାଶ ପଣ୍ଡା ସ୍ୱାଗତ କରିଥିବା ବେଳେ ଅଧ୍ୟକ୍ଷ ଶ୍ରୀ ନାୟକଙ୍କ ସମେତ ପରିଷଦର ଜିଲ୍ଲା ସହ ସମ୍ପାଦକ ଗୌରବ କୁମାର କର ଏବଂ ସଂଘର ଜିଲ୍ଲା କାର୍ଯ୍ୟବାହୀ ସର୍ବେଶ୍ୱର ବିଷୟ ସୂଚନା ପ୍ରଦାନ କରିଥିଲେ। ଶେଷରେ ବଜରଙ୍ଗ ଦଳର ଜିଲ୍ଲା ସଂଯୋଜକ ଶାନ୍ତନୁ କୁମାର ପାଣ୍ଡେ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ। ପୁରୀ ଆନିକୁଲିଆରେ ଆସନ୍ତା ଶୁକ୍ରବାର ଆକ୍ଚୁଆଲି ଶୁକ୍ଲପକ୍ଷ ନବମୀ ଦିନ ଶ୍ରୀରାମ ନବମୀ ଯାହାକୁ କୁହାଯାଉଛି ସେହିଦିନ ଆମର ବିଶ୍ୱ ହିନ୍ଦୁ ପରିଷଦ ଏବଂ ବଜରଙ୍ଗ ଦଳ ଆନିକୁଲିଆରେ ପ୍ରତିବର୍ଷ ପରି ଆମେ ଷ୍ଟେସନ ଛକ ଯେଉଁଟାକି ଶ୍ରୀରାମ ମନ୍ଦିର ସେଇଠାରୁ ଗୋଟେ ଆକ୍ଚୁଆଲି ଆମର ଶୋଭାଯାତ୍ରା ଆରମ୍ଭ ହେଉଛି। ସେହି ଶୋଭାଯାତ୍ରାଟି ଆମର ITI ଛକ ତଥା ଚକ୍ରତୀର୍ଥ ରୋଡ ଏବଂ ଆମର BNR ଛକ ଦେଇ ପୁଣି ଷ୍ଟେସନ ପର୍ଯ୍ୟନ୍ତ, ଷ୍ଟେସନ ଠାରୁ ଜିଲ୍ଲା ସ୍କୁଲ ଦେଇ ଏବଂ ଆମର ଗାର୍ଲସ ହାଇ ସ୍କୁଲ ଛକ ଏବଂ ଗାର୍ଲସ ହାଇ ସ୍କୁଲ ଛକରୁ ମୋଚି ସାହି ଛକ ଦେଇ ମନ୍ଦିର ପର୍ଯ୍ୟନ୍ତ ଆସିବ ଏବଂ ମନ୍ଦିର ଠାରୁ ମାନେ ଟାଉନ ଥାନା ଆଉ ଡାକ୍ତରଖାନା ଛକ ଦେଇ এটা କୁମ୍ଭାରପଡ଼ା ଥାନା ପର୍ଯ୍ୟନ୍ତ ପହଞ୍ଚିବ ଏବଂ କୁମ୍ଭାରପଡ଼ା ଥାନାଠୁ ଆଜ୍ଞା ହାତୀ ଆଖଡ଼ା ପର୍ଯ୍ୟନ୍ତ ମଠ ପର୍ଯ୍ୟନ୍ତ ଆସି ସେଇଠି ଆମର ଟର୍ମିନାଲ ବା ଶେଷ ହେବ। ଏହି କାର୍ଯ୍ୟକ୍ରମରେ ଏଇ ଯେଉଁ ଶୋଭାଯାତ୍ରା କାର୍ଯ୍ୟକ୍ରମରେ ଆମର ଏହି କାର୍ଯ୍ୟକ୍ରମ ସହିତ ପୁରୀ ସହରର ଆକ୍ଚୁଆଲି ବହୁତ ଗୁଡ଼ିଏ ଉଚ୍ଚତୀ ଅନୁଷ୍ଠାନ ମଧ୍ୟ ଯୋଡ଼ି ହେଉଛନ୍ତି। ଆଉ ଏହି କାର୍ଯ୍ୟକ୍ରମକୁ ଭବ୍ୟ କରିବା ପାଇଁ ଆହୁରି ସୁନ୍ଦର କରିବା ପାଇଁ ଆଜି ପ୍ରେସ୍ ମିଟିଂ ମାଧ୍ୟମରେ ଓଡ଼ିଶାର ସମସ୍ତଙ୍କୁ ଅନୁରୋଧ କରାଯାଉଛି ଅଧିକରୁ ଅଧିକ ସଂଖ୍ୟକ ଆଦେହରେ ଆକ୍ଚୁଆଲି ଯୋଗଦାନ କରି ଏହି କାର୍ଯ୍ୟକ୍ରମ ସାଫଲ୍ୟ ମଣ୍ଡିତ